ବନ୍ୟା ଲେଖକ ଶ୍ରୀ ମନୋଜ ଦାସ। ବୁଦା ବୁଦା କିଆବଣ ସବୁ ପାଣି ତଳେ ବୁଡ଼ି ରହିଛି, ଆଉ ତା ଉପରେ ଦେଇ ଆମ ନୌକା ଚାଲିଛି। ହାଲୁକା ହାଲୁକା ମେଘ ସବୁ ଡେଇଁ ଡେଇଁ ଜହ୍ନ ଆକାଶରେ ଯେମିତି ରେଶମୀ ସୂତା ଗୁଳାଟାଏ ଏପଟେ ସେପଟେ ଗୁଡ଼ିଆ ତୁଡ଼ିଆ କରି ଶଙ୍ଖି ବିଲେଇଟିଏ ଖେଳୁଛି। ମାସଟିଏ ତଳେ ଏଇ ରାସ୍ତାରେ ସାଇକେଲ ଚଳାଇ ଡାକଘର ଗାଁକୁ ଯାଇଥିଲି। ଦୁଇ କଡ଼ ଗାଁ ମଝିରେ ଏଇଟା ବିଲ। ଆଜି ଗାଁ ସବୁ ବୁଡ଼ି ରହିଛି। ବିଲ ଉପର ଦେଇ ଆମ ନୌକା ଚାଲିଛି। ଆହୁଲା ଅଗ ବଢ଼ାଇ ମେଞ୍ଚାଏ ଭାସମାନ ଜଞ୍ଜାଳ ଆଡ଼େଇ ଦଉ ଦଉ ଭାନୁ କହିଲା, ହେଇ ଦେଖ ମହାନ୍ତି ଘର 2 ମହଲା ଘରଟାର ଅବସ୍ଥା। ଆମେ 3 ଜଣ ଯାକ ଅନେଇଲୁ। ଦୂରରୁ ବାରି ହେଉଛି। ଏତେ ବଡ଼ ଘରଟା ସମୁଦାୟ ବିଲକୁଲ ଭୁଷୁଡ଼ି ପଡ଼ିଛି। ଗହନ ଗଛଲତା ଭିତରୁ ରହି ରହି ସମସ୍ୱରରେ ଥରେ ଥରେ ହଠାତ୍ ପଞ୍ଝାଏ ବିଭିନ୍ନ କିସମର ଚଢ଼େଇ କାଉଳି ମାଉଳି ହେଉଛନ୍ତି। ୟା ଛଡ଼ା ହାଲକା ଦମକା ହେମାଳ ପବନ। ବର୍ତ୍ତମାନ ଆମ ନୌକା ଯେଉଁଠି ଚାଲିଛି ତା ତଳେ ଗୋଟାଏ ବହୁ ପ୍ରାଚୀନ ବଡ଼ ଧରଣର ପୋଖରୀ ଆ ଦିଗନ୍ତ ଜଳ ଭିତରେ ସତ୍ତା ହରେଇଛି। ସମସ୍ତେ ହଠାତ୍ ଚୁପ୍ କରିଗଲେ, କାରଣ ସେଇ ଯେଉଁ ପୋଖରୀ ଏଥିରେ ଯକ୍ଷ ଅଛି। ରାତି ଅଧରେ ଟଙ୍କାର ଗରାଟାଏ ଜୀବନ୍ୟାସ ପାଇ ରୁଣୁଝୁଣୁ ଗତିରେ ସମୁଦ୍ର ଆଡ଼କୁ ଯିବାର ଆମ ଅଜା ଗୋସବାପା ଅମଳରୁ ବହୁ ଲୋକ ଦେଖିଥିବାର ଶୁଣାଯାଏ। ଏହି ଚଳିତ କାଳ ଭିତରେ ଉଲ୍ଲେଖଯୋଗ୍ୟ 2 ଜଣ ଲୋକ ଦେଖିଛନ୍ତି ଶିବପୁରର ପ୍ରାଣଧନ ହାତୀ ଓ ଆରପାଖ ଗାଁର ଲମ୍ବୋଦର ଭୂୟାଁ ପ୍ରାଣଧନ ବାବୁ ବିଚକ୍ଷଣ ହୋମିଓପାଥ। ରାତି ଅଧରେ ଏକୁଟିଆ ରୋଗୀ ଦେଖି ଫେରି ଆସୁ ଆସୁ ଏହି ପୋଖରୀ କୂଳର ଗହଳ କିଆବଣ ଭିତରେ ଟଙ୍କା ଗରା ଗଡ଼ି ଗଡ଼ି ପଶି ଯାଉଥିବାର ଦେଖିଲେ। ଗରା ପଛରେ କଚ୍ଛପାକୃତି ଯକ୍ଷ, ଲାଲ ଡକ୍ ଡକ୍ ଚକାଚକା ଆଖି ଓ ପ୍ରଚଣ୍ଡ 2 ପଟ ନିଶ। ଦେହ ବୋଇଲେ ସର୍ବମୋଟ ମୁହଁଟି। ଯକ୍ଷ ଆଖିରେ ଆଖି ପଡ଼ିଲେ ପ୍ରାଣ ଶୋଷି ହୋଇଯାଏ। ରକ୍ତ ବାନ୍ତି କରି ହତଭାଗ୍ୟ ଦେଖଣାହାରି କଚାଡ଼ି ପଡ଼ି ଇହଲୀଳା ସାଙ୍ଗ କରେ। ଏ ସ୍ଥଳେ ମଧ୍ୟ ପ୍ରାଣଧନ ବାବୁଙ୍କ ଆଖିରେ ଯକ୍ଷ ନିର୍ନିମେଷ ଭାବରେ ଅନାଇ ରହିଲା। ପ୍ରାଣଧନ ବାବୁ କିନ୍ତୁ ଇଷତ୍ ହସିଦେଇ ଔଷଧ ବାକ୍ସ ଖୋଲି ପାନେ ହୋମିଓପାଥିକ ପାଟିରେ ପକାଇ ତତ୍ପରେ 20 ବର୍ଷ ବ୍ୟାପୀ ଇହଲୀଳା ବଜାୟ ରଖିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଲମ୍ବୋଧର ବାବୁଙ୍କ ଅଭିଜ୍ଞତା ଅନୁସାରେ ଯକ୍ଷଟି କଚ୍ଛପାକୃତି ନୁହେଁ କି ଏପରିକି ହୋମିଓପାଥିକର ମାତ୍ରାର ନିଶ ଥୋପାଏ ବି ତାଠି ନାହିଁ। ସେ 7-8 ବର୍ଷର ଗୌରବର୍ଣ୍ଣ କଅଁଳ ଶିଶୁଟିଏ, ଶିରରେ ସୁବର୍ଣ୍ଣ ମୁକୁଟ। ଯକ୍ଷଟି ଅନ୍ଧ ଏବଂ ଆଖିରୁ ସର୍ବଦା ଲୁହ ଗଡ଼ୁଥାଏ। ଏଇ ମତବିରୋଧ କ୍ରୂରତାର ଆକାର ନେଇ ଶେଷରେ ଲମ୍ବୋଧର ବାବୁଙ୍କ କନ୍ୟା ସହ ପ୍ରାଣଧନ ବାବୁଙ୍କ ଭାତୃପୁତ୍ରର ଆସନ୍ନ ପ୍ରାୟ ବିବାହ ଭାଙ୍ଗିଯିବାରେ ପରିଣତ ହେଲା। ଯକ୍ଷ ଅଧ୍ୟୁଷିତ ଅଞ୍ଚଳ ପାରି ହୋଇ ଆମେ ନୌକା ଚାଲିଛି। ଗାଁ ଭିତରେ ଗୋଟାଏ ମା ବୋଧହୁଏ ତା ପୁଅର ନାମ ଧରି ଚିତ୍କାର କରୁଛି। ଡାକଟା ଛଲ୍ ଛଲ୍ ପାଣି ଉପର ଦେଇ ଅଧାଭିଜା ହୋଇଯାଇ ଆରପାରି ଗାଁରେ ଥକ୍କା ମାରୁଛି। ଏଇ ଗାଁଟି ଯାକ ଜଳଜଳାନ୍ତ। ମଝିରେ କେବଳ ଟାପୁଟାଏ। ତାହାରି ଉପରେ ଗାଁର ଅଧିକାଂଶ ପରିବାର ଟିକେ ଆଶ୍ରା ଖୋଜି ପଲ୍ଲା ତିଆରି କରି ମୁଣ୍ଡ ଖୁନ୍ଦିଛନ୍ତି। ଗୁଡ଼ାଏ ଗାଈଗୋରୁ ଛେଳି ଭାସି ଯାଇଛନ୍ତି, ଆଉ କାନ୍ଥ ପଡ଼ି ମରିଯାଇଛି ଜଟିଆ ନାୟକର ଗର୍ଭିଣୀ ସ୍ତ୍ରୀ। ମାଇକିନାଟା ମୋଟେ ମରିନଥାନ୍ତା, ଜଟିଆ ତାକୁ ମରିବାକୁ ଛାଡ଼ି ଦେଇଛି। ଭାନୁ କହିଲା। ଆଉ ଜଣେ କହିଲା, ସେଇଟା କେମିତି କଥା ହେଲା ଭାନୁ? ଭାନୁ ରହସ୍ୟମୟ ନୀରବତା ବଡ଼ ଜୋର 1.5 ମିନିଟ୍ ପର୍ଯ୍ୟନ୍ତ ବଜାୟ ରଖିପାରିଲା। ତାପରେ କେହି ବିଶେଷ କୌତୂହଳ ପ୍ରକାଶ ନ କରିବାରୁ ବେଳେବେଳେ କହିଲା, ବୁଝୁନ, ଜଟିଆ ଆଉ ତା ସ୍ତ୍ରୀ ଗୋଟାଏ କୋଠରରେ ଥିଲେ। ବଡ଼ ଶକ୍ତ ପୁରୁଣା ଘର। ପୁଣି ପାଣି ଅଚାନକ ମାଡ଼ି ଆସିଲା ଏବଂ ତାହାରି ଘର ଉପରେ ପ୍ରଥମ କ୍ଷପରେ ପ୍ରବଳ ଜୁଆର ଓଜାଡ଼ି ହୋଇପଡ଼ିଲା। କାନ୍ଥଟା ଧୀରେ ଧୀରେ ପଡ଼ିବାର ଉଦ୍ୟମ କଲାବେଳେ ଜଟିଆ ବାହାରକୁ ଡେଇଁ ପଳାଇ ଆସିଲା। ମାଇକିନାଟା କିନ୍ତୁ କୁମ୍ଭକର୍ଣ୍ଣର ସହୋଦରା। ମୁଁ ବାହାରେ ଥିଲି, ତେଣୁ ଜାଣେ ଜଟିଆ ବାହାରି ପଳାଇବାର ଅନ୍ତତଃ 4-5 ମିନିଟ୍ ପରେ ସମୁଦାୟ କାନ୍ଥଟା ଗଛ କଚାଡ଼ିଲା ଭଳି ହେଲା ଭୂପାତା ଧରଣୀ ତଳେ। ମୋର ଧାରଣା ହେଉଛି ଯେ ଜଟିଆ ପକ୍ଷରେ ସ୍ୱାଭାବିକ ହୋଇଥାନ୍ତା ସେଇ ଗର୍ଭବତୀ କୁମ୍ଭକର୍ଣ୍ଣୀଟାର ଚୁଟି ଧରି ବା ହାତ ଧରି ତାର ଯେମିତି ଇଚ୍ଛା ସେଇ ମୁତାବକ ଯଦି ପଦାକୁ ନିଜ ସହ ହିଡ଼ ହିଡ଼ କରି ଓଟାରି ନେଇ ଆସିଥାନ୍ତା। କେହି କିଛି କହିଲେନି। ତେଣୁ ଅସ୍ଥିର ହେଲା ଭଳି ଭାନୁ କହିଲା, ଏଇଟା ମାନେ ମୋର ଧାରଣା
ଆମମାନଙ୍କ ନୀରବତା ଓ ଆହୁଲାର ଛଲା ଛଲା ଶବ୍ଦ ଭିତରେ ନା ଆହୁରି କିଛି ବାଟ ଆଗେଇଲା। ଆମମାନଙ୍କ ମାଝି ସାଧୁଚରଣ ମଣ୍ଡଳ ହୁର୍ ବୋଲି କହି ଖଣ୍ଡେ ଦୂରରେ ଲହରୀ କାଟି 1.5 ହାତ ବିଜୁଳି ଭଳି ଚମକିଲା କରିଥିବା ଗୋଟିଏ ସାପ ଆଡ଼କୁ ଆମର ଦୃଷ୍ଟି ଆକର୍ଷଣ କରି କହିଲା, ଗୋଟାଏ ବିଲାତି ବିଡ଼ି ଦେଲ ବାବୁ। ସିଗାରେଟ୍ ଧରାଇ ସାଧୁ ପୁଣି କହିଲା, ଭାନୁବାବୁ ଯାହା କହିଲେ ହୁଏତ କଥାଟା ମିଛ ନୁହେଁ। ଜଟିଆ ତା ସ୍ତ୍ରୀକୁ ଦେଖିଲେ ଡାହାଣୀ ହେଙ୍ଗୁ ଶୁଙ୍ଗିଲା ଭଳି ବହୁ ଦିନରୁ ନାପସନ୍ଦ କରୁଥିଲା। ଛାଡ଼ ବାବୁ, ବନ୍ୟା ବ୍ୟାପାରଟାର ଗୁଣ ହେଲା ଏଇଆ, ମଣିଷର ସବୁ କିଛି ଓଲଟ ପାଲଟ କରିଦିଏ। ଟିକେ ଚୁପ୍ ରହି ସେ ପୁଣି କହିଲା, ଜଟିଆ କଥାଟା ମୁଁ କହିପାରୁନି, ତାର ହୁଏତ ହଠାତ୍ ବୁଦ୍ଧି ପଇଟିଲା ନାହିଁ, କିନ୍ତୁ ମୁଁ ଥରେ ବାବୁ ଗୋଟାଏ ଅଦ୍ଭୁତ ଘଟଣାର ସାକ୍ଷୀ ଥିଲି। ସେ ଘଟଣାର ରହସ୍ୟ ଯେ କ'ଣ ସେ କଥା ମୋର ଏ ବେଙ୍ଗ ଭଳିଆ ସାମାନ୍ୟ ମୁଣ୍ଡ କିଛି ବୁଝିପାରେ ନା। ଆମେ କହିଲୁ, କି ଘଟଣା କହ କହ। ନାଇଁ ଆଜ୍ଞା, ମୋର ଏ ବେଙ୍ଗ ମୁଣ୍ଡଟା ଆଜ୍ଞା। ଭାନୁ କହିଲା, ତୋ ମୁଣ୍ଡଟା ମଣିଷ ମୁଣ୍ଡ ହୋଇଥିଲେ ବି ଆମର କିଛି ଇର୍ଷା କରିବାର କାରଣ ନାହିଁ, ତୋ କଥା କହ। ସାଧୁ କହିଲା, ହୁଏତ ସାହେବ ସାଇବାଣୀ ମାନଙ୍କର ଆଦର ସୁଆଗର ଷ୍ଟାଇଲ ଏଇ ରକମର ହୋଇଥିବ। ଏହାପରେ ସାଧୁ ବର୍ଣ୍ଣିତ ସମାଚାର ସାରମର୍ମ ଏହି ରୂପେ। 40 ବର୍ଷ ତଳେ ବି ଥରେ ଏମିତି ଭୟଙ୍କର ବନ୍ୟା ହୋଇଥିଲା ଏବଂ ଯେଉଁ ବନ୍ଧର ପ୍ରତିଖଣ୍ଡ ହୁଡ଼ା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦାନ୍ତ ଭଙ୍ଗା ମିଠାଇ ଭଳି ଶକ୍ତ, ସିଏ ବି ଲୁଣ ଗଦା ଭଳି ମିଳେଇଗଲା। ବନ୍ଧର ଏହି ଦକ୍ଷିଣ ଅଞ୍ଚଳର କେବେ ହେଲେ ବନ୍ୟା ହୁଏ ନାହିଁ, କିନ୍ତୁ ଯେବେ ବନ୍ଧ ଭାଙ୍ଗେ ଏବଂ ବନ୍ୟା ହୁଏ ସେବେ ବାହାର ଦୁନିଆ ସାଙ୍ଗରେ ୟାର ଆଉ କୌଣସି ପ୍ରକାର ସମ୍ପର୍କ ରହିପାରେ ନାହିଁ। ସେହି ଅପ୍ରତ୍ୟାଶିତ ବନ୍ୟାର କିଛି କାଳ ପୂର୍ବରୁ ସେତେବେଳର ପୁଲିସ ସାହେବ ମିଷ୍ଟର ହଡ଼ସନ ସସ୍ତ୍ରୀକ ଆସିଥିଲେ ଏଠାରୁ 2 ମାଇଲ ଦୂରବର୍ତ୍ତୀ ନିଛାଟିଆ ବଣିଗାଁ ଡାକବଙ୍ଗଳାକୁ। ପିଲାପିଲି ନାହିଁ, ଭାରି ଫୁର୍ତ୍ତିବା ସାହେବ ଓ ସାହେବାଣୀ। ବଙ୍ଗଳାଠାରୁ ମାଇଲଟିଏ ପଶ୍ଚିମକୁ ମୁହାଣ। ସାହେବର ତାଙ୍କର ଦେଶୀ ଅନୁଚର 2 ଜଣ ଓ ସାହେବାଣୀଙ୍କୁ ଧରି ସେଠାକୁ ସରାଳି ଶିକାର କରିବାକୁ ନୀତି ଯାଆନ୍ତି। ବନ୍ୟା ଆସିଲା ଏବଂ ବନ୍ଧ ଭାଙ୍ଗି ଏ ଅଞ୍ଚଳରୁ ବାହାର ଜଗତଠାରୁ ଶାଣିତ ପାଣିର କରତରେ କାଟିକୁଟି ବିଚ୍ଛିନ୍ନ କରି ଯେମିତି ସମୁଦ୍ର ମଝିକୁ ଘେନି ଆସିଲା। କ୍ରମେ ଡାକବଙ୍ଗଳାର ଅଚ୍ୟୁତ ହତା ତଳେ ଆସି ବହଳ ହଳଦିଆ ପାଣି କ୍ରୋଧାନ୍ମତ ହୋଇ ଦିନରାତି ମୁଣ୍ଡ ପିଟି ଲାଗିଲା। ବନ୍ଦୀ ହୋଇ ରହିଲେ ସାହେବ ସାହେବାଣୀ ଏବଂ ତାଙ୍କର 2 ଜଣ ଦେଶୀ ଅନୁଚର। ସାହେବ ଚିନ୍ତିତ ଦେଖାଯାଉଥାନ୍ତି। ଅବଶ୍ୟ ଚିନ୍ତାଟା ଅନ୍ୟମାନଙ୍କ ଆଗରେ ସାହେବାଣୀଙ୍କୁ ଦେଖିଲେ ହସ ହସ ମୁହଁରେ ପରିବେଶଟାକୁ ହାଲୁକା କରି ତୋଳିବା ପାଇଁ ସେ ଯେମିତି ପ୍ରାଣପ୍ରାଣେ ଚେଷ୍ଟା କରୁଥିଲେ। ସେ କଥା ବୁଝିଥିଲା ଡାକବଙ୍ଗଳାର ଦରଦୀ ତରୁଣ ଚୌକିଦାର ସାଧୁଚରଣ ମଣ୍ଡଳ। ସାହେବ ରସିକ ଲୋକ। ସାଧୁ ଆଡ଼କୁ ଟିକିଏ ଆଖି ମାରି ତାହାରି ଆଗରେ ସାହେବାଣୀକୁ ଗେହ୍ଲା କରି ପତଳା ଦେହଟାକୁ ଶୂନ୍ୟରେ ଟେକି ନେଇ ଭିତରେ ଖଟିଆ ଉପରେ ଶୁଆଇ ଦେଇ ନାଚି ନାଚି ଗୀତ ବୋଲୁଥିଲେ। ସାହେବାଣୀ ଶୋଇପଡ଼ିଲେ ବଡ଼ ଉଦାସ ଭାବରେ ବାରନ୍ଦାକୁ ଆସି ଦିଗନ୍ତ ବିସ୍ତାରୀ ଘୋଳା ଜଳ ଭିତରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଉବୁଟୁବୁ ହୋଇଥିବାର ଦେଖି କହିଲେ, ହ୍ୟାଲୋ ମିଷ୍ଟର ସାଧୁ, ଫିର ଏକ ଦିନ ଚଲା ଗୟା, କ୍ୟା ହୋଗା? ସାହେବ ଦୈନିକ ଆଶା କରୁଥିଲେ ତାଙ୍କୁ ନେବା ପାଇଁ ସହରରୁ ନିଶ୍ଚିତ ବୋଟ୍ ଆସି ପହଞ୍ଚିବ। ବଙ୍ଗଳାରୁ ସାହେବ ଯଦି କେବେ ଛୋଟିଆ ନୌକାଟିରେ ବସି ଗାଁ ଭିତରକୁ ଯିବାକୁ ବାହାରୁଥିଲେ, ତେବେ ସାହେବାଣୀ ଟପ୍ ଟପ୍ ଆଖିରୁ ଲୁହ ଗଡ଼ାଇ ଆସି ସାହେବଙ୍କ କାନ୍ଧ ଧରି ଓହଳି ପଡ଼ୁଥିଲେ। ସାପ କୁମ୍ଭୀର ଅଧ୍ୟୁଷିତ ଗାଁ ଭିତରୁ ଯିବାର ଅନୁମତି ସେ କେବେ ହେଲେ ଦେବେ ନାହିଁ। ସାଧୁ ମତରେ ବହୁ ସାହେବ ସାହେବାଣୀ ସେଇ ଡାକବଙ୍ଗଳାରେ ରହିବାର ସେ ଦେଖିଛି, କିନ୍ତୁ ପରସ୍ପର ପ୍ରତି ଏତେ ଆଶ୍ଚର୍ଯ୍ୟ ଭାବରେ ଆକୃଷ୍ଟ ଦମ୍ପତି ସେ ଆଉ କେବେ ଦେଖିନାହିଁ। ସେଦିନ ସାହେବଙ୍କ ଅନୁଚର 2 ଜଣ ନୌକା ନେଇ ଦୂରକୁ ରସଦ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଯାଇଥାନ୍ତି। ବାରନ୍ଦାରେ 2 ଖଣ୍ଡି ଆରାମ ଚୌକି ପକାଇ ସାହେବ ସାହେବାଣୀ 2 ଜଣ ବସିଥାନ୍ତି। ହଠାତ୍ ଅନେକ ଦୂରରେ ପାଣି ଉପରେ ଗୋଟେ ଉଜ୍ଜ୍ୱଳ ଆଲୋକବିନ୍ଦୁ ଦେଖାଦେଇ ପୁଣି ଲୁଚିଗଲା। ସାହେବ ସବୁବେଳେ ବୋଟ୍ ଆସିବାକୁ ଆଶା କରି କରି ବଡ଼ ଅପ୍ରାକୃତିକ ଭାବରେ ଉତ୍ତେଜିତ ହୋଇ ଉଠୁଥିଲେ। ସାଧୁକୁ ନିର୍ଦ୍ଦେଶ ଦିଆଗଲା ସେ ଯାଇ ଡାକବଙ୍ଗଳା ଛାତ ଉପରେ ବସି ଦିଗ୍ବଳୟ ନିରୀକ୍ଷଣ କରିବ ଏବଂ ସେହି ଆଲୁଅ କିମ୍ବା ବୋଟ୍ର ସଂକେତ ପାଇଲେ ସାହେବଙ୍କୁ ଜଣାଇବ। ସାହେବ ଓ ତାଙ୍କ ସ୍ତ୍ରୀ ବଙ୍ଗଳା ହତାର ପ୍ରାନ୍ତ ଭାଗରେ ଯାଇ ଛିଡ଼ା ହେଲେ। ବହୁ ସମୟ ବିତିଗଲା ଓ ଦୁହେଁ ସେଇଠାରେ କ୍ଳାନ୍ତ ହୋଇ ବସି ପଡ଼ିଲେ।
तापरे आहुरी बहुत समय बीती जाइछि। राति पहररू अधिक हेलाणी। आकाशरे परिष्कार जह्न। साधु बसिछि छात उपरे। आलुओ बा बोट्र चिन्ह वर्ण नाही। साहेब आकाशे दरदरे साधुर मन भरीगला। से छात कड़कू आसी अनाई देखिला जेउठी बसिथिले सेठी बाली पड़िया उपरे साहेब शोई पड़चंती। किछि दूर छाड़ी एक स्थान रे पितुलाटे भली छिड़ा होई साहेबाणी गोटाए आड़क एक ध्यान रे चाहि रहिछंती। तांको दृष्टि अनुसरण करी छात उपरु साधु जा देखिला सेतिरे तार रक्त हिम होई आसिला। पानी भितरु बाहरी बाली उपर को उठी आसी गोटाए प्रकांड काय कुंभीर। धीरे धीरे से अग्रसर होई आसुची एवं आसुची ठीक साहेब को लक्ष्य करी। सामान्य व्यवधान धीरे धीरे संकुचित होई आसुची। अद्भुत विस्मय एवं आतंक नहीं साधु देखिला साहेबाणी सिमिति नीरव जिमिति मंत्रमुग्ध भली पछई गले आहुरी दुई पाद। साधु गला फटाई साहेब बोली चित्कार करी उठिला। धड़फड़ होई उठी पड़े साहेब। सुडु सुडु करी पलाई जाई टुपकिना कुंभीटा पानी भितरे बुड़ीगला। कांद और चित्कार फाटी पड़ी साहेबाणी आसी ओजाड़ी होई पड़िले तांको स्वामी उपरे। आ दिह जाक हाथ बुलाई गले। साहेब घर भीतर को बंदूक आनी पानी भितर गोटे अपस्पृयमान भौरी को लक्ष्य करी उपुर्जु परी केते थर गुड़ी फुटाइले। सबु कथा जेमिति गोटाए मुहूर्त भितर घटीगला। साधु किंतु मुख पाल्टी जिबा भली होइथाए। साहेब ताकू कुंडाई धरी खंडिया खाबरा हिंदी रे कहिले, बीबी साहेबटा एवं मु निघोड़ निदरे सोई पड़िथिलु। तुमे न थिले भयंकर किंबा अंततः जनकर जीवन जाइथांता। कृतज्ञतार भाषा नाही। साहेबाणी कांदिले एवं ए अंचल को अभिसंपात देले। सेई दिन भोर समय अवश्य बोट आसी पहुँचला। साहेब साधु को भल चाकरी देवार प्रतिश्रुति दे डाकिले। साधु गला नाही। 15 दिन पर थाना मुंशी आसी साधु को 200 टंका देई केते टंकार रसीदटी लेखाई नहीं गला। साधु चाकरी छाड़ी दे 2 खंड नौका किनिला। आज 40 वर्ष पर साधुर मने होउची से जेमिति सेदिन भूल देखिथिला। सबु शुणी आम भितर जणे कहिला, एया होई पारे जे साहेबाणी किंग कर्तव्य विमूढ़ होई पड़िथिला। आम लक्ष्य स्थान निकट होई आसुथिला। साधु मंग रूपक लंबा बाउंसटाए साहाଯ୍ୟରେ नौकार गति बदलाई कहिला, होइथिबो तेबे एई बन्या व्यापारटार स्टाइल हेला एई रकम। मनीष जहाँ नुहे थरे थरे ताकू सेई हिसाब रे देखाई दिए। मु साहेबाणी बा जटिया कथा कहू नाही। भानु कहला, किंबा मनीष असल जहाँ सेया जणाई दिए। आमे माने समस्ते भानु कथार प्रतिवाद कलु। धन्यवाद।